ଶାରଦୀୟ ସନ୍ଧ୍ୟାର ଜ୍ୟୋତ୍ସ୍ନାପ୍ଲାବିତ ଆକାଶ, କାଶତଣ୍ଡିର ସୁନ୍ଦରତା ଭରା ନଦୀ ପଠା ଆଉ ତା ସାଙ୍ଗକୁ ଟିକିଏ ଟିକିଏ କୋହଲା ପାଗ। ଆଉ ଠିକ୍ ସେହି ସମୟରେ ମା ଦଶଭୁଜାର ଆଗମନ। ମନ ଓ ଶରୀର ଯେମିତି ଏକ ରକମର ଆନ୍ଦୋଳିତ ହୋଇଉଠେ। ଏକ ନିଆରା ଅନୁଭୂତି ସେ। କିନ୍ତୁ ଏସବୁ ଭାବାବେଗ ଏକ ଅଲଗା ମୋଡ଼ ନେଇଥିଲା ମୋ ଜୀବନରେ, ଯେତେବେଳେ ମୁଁ ବାହାଘର ପରେ ପଶ୍ଚିମବଙ୍ଗର କଲିକତାରେ ରହିବାକୁ ଆସିଥିଲି। କଲିକତା, ଯାହାକୁ ଭାରତର ସାଂସ୍କୃତିକ ଧରୋହର ବୋଲି କୁହାଯାଏ। ଏଠାକାର ଲୋକମାନେ ଟିକିଏ ଅଲଗା। ଜୀବନକୁ ଖୋଲି ଉପଭୋଗ କରିବାକୁ ସେମାନେ ଭାରି ଭଲ ପାଆନ୍ତି। ସେମାନଙ୍କର ଭାଷା ଯେତିକି ମିଠା, ସବୁ ଆୟୋଜନ ଆଡ଼ମ୍ବରର ମାପକାଠି ବି ନିଆରା। ଦୁର୍ଗାପୂଜା, ଇଲିସି ମାଛ ଆଉ ସନ୍ଦେଶ ହେଉଛି ସେମାନଙ୍କର ପରିଚୟ। ଏହି ଶାରଦୀୟ ଦୁର୍ଗୋତ୍ସବ ଯେମିତି ସେମାନଙ୍କ ମନରେ ଖୁସିର ଏକ ଜୁଆର ନେଇଆସେ। ଏଇଟା ତାଙ୍କ ପାଇଁ ଏକ ପୂଜା ନୁହେଁ, ଏହା ହେଉଛି ସେମାନଙ୍କର ନିର୍ମଳ ହୃଦୟର ଭାବାବେଗ। ସବୁ କଲିକତାବାସୀ, ସେମାନେ ଦୁନିଆର କୋଉ ବି କୋଣରେ ରହନ୍ତୁ ନା କାହିଁକି, ଦୁର୍ଗାପୂଜା ସମୟରେ ସେହିଠାରେ ହିଁ ନିଜର ଗୋଟିଏ ଛୋଟ କଲିକତା ସେମାନେ ବନାଇ ନିଅନ୍ତି। ଏମିତି ତ ଖାଇବା ପିଇବା ପିନ୍ଧିବାରେ ତାଙ୍କୁ କେବେ କେହି ପଛରେ ପକାଇ ପାରିନାହାନ୍ତି। କିନ୍ତୁ ଦୁର୍ଗାପୂଜାର କିଣାକିଣି ସେମାନଙ୍କର ଯେମିତି ପୂର୍ବ ବର୍ଷର ବିଜୟା ଦଶମୀ ପରଠାରୁ ଏକ ରକମର ଆରମ୍ଭ ହୋଇଯାଏ କହିଲେ ଭୁଲ ହେବନି। କିନ୍ତୁ ଏ ବର୍ଷର ପରିସ୍ଥିତି ଥିଲା ସମ୍ପୂର୍ଣ୍ଣ ଅଲଗା। ଏକ ତ କରୋନା ମହାମାରୀ, ଯାହାର କବଳରେ ପୁରା କଲିକତାବାସୀଙ୍କର ଦୁର୍ଗାପୂଜା ପାଇଁ ଥିବା ଭାବାବେଗ ବି କବଳିତ ହୋଇଥିଲା। ବହୁ ହଁ ନାଁର ପ୍ରହେଳିକା ଭିତରେ ଦୁର୍ଗାପୂଜା ତ ହେଲା, କିନ୍ତୁ ସେମାନଙ୍କର ହସ ଖୁସି ଥଟ୍ଟା ମଜା ମଉଜ ମଜଲିସର ବାସସ୍ଥଳୀ ସେହି ପୂଜା ମଣ୍ଡପକୁ ଯିବା ପାଇଁ ସର୍ବସାଧାରଣଙ୍କୁ ଅନୁମତି ଯେ ମିଳିଲାନି। ସମସ୍ତଙ୍କର ମନ ଥିଲା ବହୁତ ଭାରାକ୍ରାନ୍ତ। ଏଠି ଦୁର୍ଗାପୂଜାର ଆରମ୍ଭ ହୋଇଯାଏ ମହାଳୟାର ସକାଳରୁ। ପ୍ରତି କଲିକତାବାସୀ ସେଦିନ ସକାଳୁ ମହାଳୟା ପାଠ ଶୁଣିବାକୁ ଭୁଲନ୍ତିନି। ଯେହେତୁ ମୁଁ ବି ରଙ୍ଗେଇ ହୋଇଯାଇଥିଲି ଏଠାର ପାଣି ପବନରେ, ମୋତେ ବି ଏହା ବହୁତ ଭଲ ଲାଗେ। ଏଥର ପୂଜାର ପୂର୍ବ ପ୍ରସ୍ତୁତିରେ ସେତେ ଧୁମଧାମ ବି ନାହିଁ। ଲୋକମାନେ ବୋଧହୁଏ ଟିକେ ସଚେତନ ହୋଇଯାଇଛନ୍ତି ଏହି କରୋନା ମହାମାରୀ ପାଇଁ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଷଷ୍ଠୀଠାରୁ ଚଣ୍ଡୀପାଠ ଆରମ୍ଭ ହୋଇଗଲା। ଯେତେ ମନକୁ ବୁଝାଇଲେ ବି ଏଇ ଆନମନା ମନକୁ କ'ଣ ବୁଝାଇ ହେଲା। ସନ୍ଧ୍ୟାବେଳକୁ ଯେତେବେଳେ ଆମେ ଦୁଇଜଣ ପୂଜା ମଣ୍ଡପ ପାଖକୁ ଗଲୁ, ସମସ୍ତଙ୍କ ମୁହଁରେ ଗୋଟିଏ ଗୋଟିଏ ଆବରଣ। ମା ପାଖକୁ ଯିବାକୁ ଅନୁମତି ବି ନାହିଁ। ମନ ବହୁତ କଷ୍ଟ ହେଲା। ପୂଜାର ଏଇ କିଛିଟା ଦିନ ଲାଗେ ସତେ ଯେମିତି ମା ଆମ ସହିତ ଚଳପ୍ରଚଳ ହେଉଛି। ପୂଜା ମଣ୍ଡପ ସବୁରେ ଯେମିତି ପ୍ରାଣ ସଞ୍ଚରିଯାଏ। କିନ୍ତୁ ଏଥର କାହିଁ ପ୍ରାଣ ସଞ୍ଚାରୁଥିବା ସେଇ କଲିକତାବାସିନୀମାନେ କୁଆଡ଼େ ଗଲେ? ସେମାନଙ୍କର ସେ ଟିକେ ଧଳା ହଳଦିଆ ମିଶା ଶାଢ଼ୀର ନାଲି ପାହାଡ଼ିର ସୁନ୍ଦରତା କାହିଁ? ସେମାନଙ୍କର ସେ ବଡ଼ ବଡ଼ ନାଲି ସିନ୍ଦୁର ଟୋପା ପାଦରେ ଅଳତା କାହିଁ? ସେମାନଙ୍କର ସେ ଥଟ୍ଟା ମଜା କାହିଁ? ପୂଜାର ସେହି କିଛିଟା ଦିନ ସେମାନଙ୍କର ଭିଡ଼ ଜମିଥାଏ ସେଇ ମା'ର ଆସରରେ। ନାଚ ଗୀତ ଖିଆ ପିଆ ଖଟି ଗପ ସବୁକିଛି ସେଇଠି। ଅନ୍ୟ ପରମ୍ପରା ପରି ଏଠାକାର ପରମ୍ପରା ଟିକିଏ ଅଲଗା। ସେଇ ଢାଞ୍ଚାରେ ସେମାନେ ମା ସହିତ ସେଇ ଗୋଟିଏ ମଣ୍ଡପରେ ନିଜର ବି ଆଶ୍ରା ବନେଇ ନିଅନ୍ତି। ସେମାନଙ୍କର ସ୍ପର୍ଶରେ ମା ହୋଇ ଉଠେ ଜୀବନ୍ତ। ଯୁଆଡ଼େ ଅନେଇଲେ ସିଆଡ଼େ ଖାଲି ଖୁସି। ସମସ୍ତଙ୍କ ମୁହଁରେ ହସ। ପୂଜା ମଣ୍ଡପରେ ଆଡ୍ଡା। ଭାରି ବାରି ହେଉଥିଲା ସବୁକିଛି। ଅଜାଣତରେ ଆଖିରୁ ଖସି ଆସିଥିଲା କେଇ ଟୋପା ଲୁହ। ମା ପାଖରେ ଥିଲା ମୋର ବହୁ ଅଭିଯୋଗ। ପୂଜା ମଣ୍ଡପର ଆଉ ଗୋଟିଏ ଆକର୍ଷଣ ଥାଏ ଧୁନୁଚି ନାଚ ଆଉ ଢାକ ବାଜା, ଯେଉଁଟା ଶୁଣିଲେ ସେହି କଲିକତାବାସିନୀମାନଙ୍କର ଧୁନୁଚି ନାଚ ଆପେ ଆପେ ଆରମ୍ଭ ହୋଇଯାଏ। ଏକ ନିଆରା ପରମ୍ପରା ସେମାନଙ୍କର। ଜଳନ୍ତା ଝୁଣାଦାନୀକୁ ହାତରେ ଧରି ଢାକ ବାଜାର ତାଳେ ତାଳେ ମା ଆଗରେ ନାଚି ନାଚି ଥକନ୍ତିନି ସେମାନେ। ତା ସାଙ୍ଗକୁ ଏକାଠି ହୋଇ ଖାଇବା ଏବଂ ରାତି ରାତି ଅନିଦ୍ରା ହୋଇ ପୂଜା ମଣ୍ଡପ ବୁଲି ଦେଖିବା। ଥକିବାର ନାଁ ବି ଟିକେ ନଥାଏ। ସେମାନେ ପୂଜାକୁ ଯେତିକି ମନ ଖୋଲି ଆୟୋଜନ କରନ୍ତି, ସେତିକି ମନ ଖୋଲିକି ଖାଇବାକୁ ବି ଭାରି ଭଲ ପାଆନ୍ତି। ଖୋଜି ଖୋଜି ସବୁଠୁ ଭଲ ଭଲ ଜାଗାକୁ ଖାଇବାକୁ ଯାଆନ୍ତି। କଷା ମାଂସ, ଇଲିସି ମାଛ, ଅଣ୍ଡା ରୋଲ, ଲୁଚି, ଆଳୁଦମ ଆଉ କିଛି ମିଠା,
ଏମିତି ଅନେକ କିଛି। ଏସବୁ ବିନା ତାଙ୍କର ପୂଜା ଶେଷ ହୁଏନି। ପୂଜା ମାନେ ନିରାମିଷ ଭୋଜନ ନୀତିଟି ଯେମିତି ହାର ମାନିଥାଏ ସେମାନଙ୍କ ପାଖରେ। କହିବାକୁ ଗଲେ ବର୍ଷକ ଯାକର ଭୋକକୁ ସେମାନେ ଏଇ ସମୟରେ ହିଁ ମେଣ୍ଟାଇ ଦିଅନ୍ତି। କିନ୍ତୁ କାହିଁ ଆଜି ଯେ ସବୁ ଖାଲି ଖାଲି, ସବୁ ଯେମିତି ବାରି ହୋଇ ପଡ଼ୁଥାଏ। ଆଖି ଉଠାଇ ମାଆକୁ ଅନେଇଲା ବେଳକୁ ମାଆର ସେହି ଆବିର୍ଭୂତ ରୂପକୁ ଦେଖି ଆଖିରୁ ପୁଣି ଲୁହ ଝରିଗଲା। ମାଆର ଖୁସି ବି ସେପରି ନଥିଲା। କେମିତି ବା ରହିବ? ତାର ଖୁସି ଯେ ତା ପାଖରେ ନାହାନ୍ତି। କାହାନ୍ତି ସେଇ ବଙ୍ଗନାରୀମାନେ? କାହିଁ ତାଙ୍କର ହସ? କାହିଁ ତାଙ୍କର ଥଟ୍ଟା ମଜା? ଭିଜା ଭିଜା ଆଖିରେ ମା ସହିତ ଆଖି ମିଶାଇ ପଚାରିଲି, ଆଉ କେତେ ଦିନ ମା? ତୁ ପାଖରେ ଥାଇ ବି ଏତେ ଖାଲି ଖାଲି କାହିଁକି? ଅଷ୍ଟମୀର ଅଞ୍ଜଳି ପାଇଁ ସେ ସଜବାଜ, ପୂଜା ମଣ୍ଡପରେ ଭୋଗ ଥାଳି, ଖେଚୁଡ଼ି, ସବୁକୁ ଏ ମନ ଭାରି ଝୁରି ହେଉଛି। ଏମାନଙ୍କ ଦୁର୍ଗା ପୂଜାର ଆଉ ଏକ ଆକର୍ଷଣ ହେଉଛି ବିଜୟା ଦଶମୀ ଦିନ ସିନ୍ଦୁର ଖେଳା। ସବୁ ବିବାହିତା ନାରୀମାନେ ସିନ୍ଦୁର ଏବଂ ମିଠା ଥାଳି ଧରି ମାଆକୁ ବରଣ କରୁ କରୁ ପରସ୍ପର ସହିତ ସିନ୍ଦୁର ଲଗାଇ ଏତେ ସୁନ୍ଦର ଦିଶନ୍ତି ଯେ ସେମାନଙ୍କ ଉପରୁ ଆଖି ଉଠେନି। ସମସ୍ତେ ନିଜ ନିଜ ଭିତରେ ଜଣେ ଜଣେ ଦୁର୍ଗା ମା ଭଳି ଦିଶନ୍ତି। ସତେ ଯେମିତି ପ୍ରତିଟି ବଙ୍ଗନାରୀ ଭିତରେ ସେତେବେଳେ ମା ନିଜେ ଆବିର୍ଭୂତ ହୋଇପଡ଼େ। ତାପରେ ଆରମ୍ଭ ହୁଏ ସବୁଠାରୁ ମର୍ମାହତ ପରିବେଶ, ସବୁଠାରୁ ଦୁଃଖଦାୟକ ମୁହୂର୍ତ୍ତ। ଯେତେବେଳେ ମୁଁ ଆସିଥିଲି କଲିକତା, ସେତେବେଳେ ମୁଁ କିଛି ବୁଝିପାରିନଥିଲି। କିନ୍ତୁ ଏବେ ସେହି ଅବସ୍ଥା ଦେଇ ମୁଁ ବି ଗତି କରେ। ବାହାଘର ପରେ ଘରୁ ଝିଅ ବିଦା ହେବା ଭଳି ଏଠି ବିଦାୟ ଦିଆଯାଏ ମାଆକୁ। ସମସ୍ତେ ଦୁଃଖରେ ଏକରକମର ଭାଙ୍ଗି ଯାଆନ୍ତି। ସମସ୍ତଙ୍କ ଆଖିରେ ଲୁହ। କେହି କେହି ତ ପୁରା ଛୋଟ ଛୁଆଙ୍କ ଭଳି ଭୋ ଭୋ ହୋଇ କାନ୍ଦନ୍ତି। ମା ବି ଦେଖାଯାଏ ଭାରାକ୍ରାନ୍ତ। ପୂଜାରେ ସମ୍ମିଳିତ ଥିବା ସବୁ ଲୋକ, ଛୋଟ ପିଲା, ସ୍ତ୍ରୀ ଲୋକ ସମସ୍ତେ ଯାଆନ୍ତି ମାଆକୁ ବିସର୍ଜନ କରିବାକୁ। ମନ ଭିତରେ ଯେମିତି କୋହର ଜୁଆର ଭଟ୍ଟା ଚାଲିଥାଏ। ମାଆକୁ ବିଦାୟ ଦେଇ ଆସୁ ଆସୁ ସମସ୍ତେ ସେଇଠାରୁ ହିଁ ଆଗାମୀ ବର୍ଷର ଦୁର୍ଗାପୂଜା ପାଇଁ ପ୍ରସ୍ତୁତ ହୋଇ ଆସନ୍ତି। ସତରେ କେତେ ନିଆରା ଏସବୁ ନା? କେତେ ଅଲଗା। କିଛି ବାଚ ବିଚାର ନାହିଁ। ଏଠି ନାହିଁ କଠୋର ପରମ୍ପରା, ଏଠି ନାହିଁ କଠୋର ନିୟମାବଳୀ। ଅଛି ତ ଖାଲି ଭଲ ପାଇବା, ଅଛି ଖାଲି ଖୁସି। ମାଆକୁ ଦେଖି ଏସବୁ ଭାବୁ ଭାବୁ ଟିକେ ଥକା ମାରି ବସି ପଡ଼ିଲି। ମନ ଭିତରୁ ଭାରି ଥକି ଯାଇଥିଲି। ମା ଭିତରେ ଥିଲା, ମା ପାଖରେ ବି ଥିଲା, ମା ଚାରି ପାଖରେ ଥିଲା, କିନ୍ତୁ ଥିଲା ବହୁତ କିଛି ଶୂନ୍ୟସ୍ଥାନ। ମା ପାଖରେ ଥିଲା ମୋର ଅସରନ୍ତି ଅଭିମାନ, ଆଉ ତା ସହିତ ଚାରି ଆଖ କରିଥିଲି ବୋଧହୁଏ ସେଇଥିପାଇଁ। ହଠାତ୍ କାହାର ସ୍ପର୍ଶରେ ଟିକେ ବୁଲି ଚାହିଁଲି। ଦେଖିଲି ଗୋଟେ ଛୋଟିଆ ପିଲାଟିଏ। ଟିକିଏ ହସି ଦେଇ ସେ କହିଲା, ତୁମେ କାନ୍ଦୁଛ? ଦେଖୁନ ଏଥର ମା ବି କାନ୍ଦୁଛି। ତାର ବି ମନ ଦୁଃଖ। ମୁଁ ବି ମା ଉପରେ ରାଗିଛି। ତମେ ଜମା କାନ୍ଦନି। ଆଉ ମୋ ମା କହିଛି ଆମେ ଆସନ୍ତା ବର୍ଷ ଆମର ସବୁ ଇଚ୍ଛାକୁ ଆହୁରି ଭଲ କରି ପୂରଣ କରିବା। ମା ପୁଣି ଆସିଯିବନି? ଆଖିରେ ଲୁହ ପୋଛି ବସିବା ଜାଗାରୁ ଉଠି ମାଆକୁ ଅନେଇବାକୁ ବୁଲି ଚାହିଁଲି। ତାପରେ ପୁଣି ଫେରି ଯାଇଲି। ଝିଅଟି ପଛକୁ ଫେରି ଯାଉଥିଲା। ଭାବିଲି ବୋଧହୁଏ ଏହା ଥିଲା ମୋ ମାଆର ମୋ ପାଇଁ କିଛି ଆତ୍ମୀୟତା। ଏଥର ଘରମୁଖା ହେଲି। ମଝିରେ ମଝିରେ ବୁଲି ଚାହୁଁଥାଏ ସେଇ ଖାଲି ମଣ୍ଡପକୁ ଆଉ ମାଆର ସେହି ଭାରାକ୍ରାନ୍ତ ମୁହଁକୁ। ମନେ ମନେ କହି ଚାଲିଥିଲି, আবার মা আসবে, আমার মা আবার আসবে।